Yeah. So I'm Alkananda Swai. I'm the secretary of this chapter, and L&D Global is a community joti learning and development practitioners ekati asiki they collaborate, co-create, or make material which needs to be contributed. Okay, so here it's a learning platform, and every month we meet for a learning session. I mean, with a resource person could Daku, and all of us learn from them. And we've completed 10 years. 10 ବର୍ଷ ହେଇଗଲା ଆମକୁ and every foundation day ରେ ଆମେ କିଛି ନା କିଛି ଗୋଟେ ନୂଆ କରିବାକୁ ଚାହୁଁ ଯେମିତି ଗୋଟେ foundation day ରେ ଆମେ ଆରମ୍ଭ କଲୁ ଆମର bi monthly newsletter ତାପର ବର୍ଷ ଆମେ ଆରମ୍ଭ କଲୁ student wing ଆଉ ଏଇଟା 10th year we thought we'll make it big we thought of a conclave and that is how this is happening and ଯେତେବେଳେ ଆମେ decide କରୁଥିଲୁ କ'ଣ topic rakhiba so we thought of something which is relevant ajika date re when AI is a threat and where does HR go so it is now HR that original self re chaliba mushkil hejibo so HR has to be reimagined has to be thought again HR to darkar but in a new way so that is how this topic was thought about and we are conducting this conclave thank you so much ମୋ ନାଁ ଡକ୍ଟର ଅଶୋକ କୁମାର ସାହୁ ମୁଁ ଏଇ L&D ଗ୍ଲୋବାଲ୍ ଚାପ୍ଟରର ମୁଁ ଡାଇରେକ୍ଟର ଅଛି ତ ଆପଣମାନେ ଅନ୍ୟମାନଙ୍କଠୁ ଶୁଣିଥିବେ ଯେ ଆମର ଆଜିକାର ପ୍ରୋଗ୍ରାମ୍ ବିଷୟରେ ନିଶ୍ଚିତ ଭାବେ ଶୁଣିଥିବେ ଏବଂ କିଛି ଦିନ ପୂର୍ବରୁ ବି 2-3 ଦିନ ପୂର୍ବରୁ ବି ଆମେ ଦେଇଥିଲୁ ଆମର ଆଭିମୁଖ୍ୟ କ'ଣ ତ ଆମେ ଯେଉଁ 10th ଇୟର୍ ସେଲିବ୍ରେସନ୍ କରୁଛୁ ୟାର ଏବଂ ତା ପରିପ୍ରେକ୍ଷୀରେ ଆମେ 3ଟା ଜିନିଷ ମୁଖ୍ୟ ରଖିଥିଲୁ ଯେ HR reimagination ଗୋଟେ ଯେମିତି ଆମର ଏଇଠି ଲେଖା ହେଇଛି କ'ଣ ଯେ ଫ୍ୟୁଚରରେ ସଷ୍ଟେନେବଲ୍ କେମିତି ହେବ ଆମେ ଦେଖିଲେ ଯେ ଆଜିକାଲି ହ୍ୟୁମାନ୍ ରିସୋର୍ସରେ ଆଗ ଯେଉଁଭଳି ଭାବରେ କାମ ଥିଲା ସେ କାମ ଚେଞ୍ଜ ହେଇକି ଗଲାଣି ଏ କାମ ଚେଞ୍ଜ ହେଇକି ଗଲାଣି ଏବଂ ଲୋକଙ୍କର ମେସିନ୍ ଟୁଲ୍ AI ଏଇ ସବୁ ଜିନିଷ ଗୁଡ଼ାକରେ ଟେକ୍ନୋଲୋଜି ବହୁତ ଆଗେଇ ଗଲାଣି କିନ୍ତୁ ଟେକ୍ନୋଲୋଜିକୁ ଖାପ ଖୁଆଇକି ଆମକୁ ପୁଣି ହ୍ୟୁମାନ୍ ରିସୋର୍ସକୁ ବି ଡେଭଲପ୍ କରିବା ପାଇଁ ପଡ଼ିବ ତେଣୁ ଆମେ ଯଦି ହ୍ୟୁମାନ୍ ରିସୋର୍ସକୁ ଡେଭଲପ୍ କରିବା ଆମେ ସେଥିପାଇଁ ୟାର ଦେଖିଛୁ ଯେ HR reimagination କ'ଣ ଆମେ କରିପାରିବା ଆମର 3ଟା ଡିଫରେଣ୍ଟ ଷ୍ଟେଜ୍ରେ ଆମେ କଲେ ଯେ ସଷ୍ଟେନେବଲ୍ ଟେକ୍ନୋଲୋଜି ସଷ୍ଟେନେବଲ୍ ପିପୁଲ୍ ଏବଂ ସଷ୍ଟେନେବଲ୍ ଗଭର୍ନାନ୍ସ ଏଇ 3ଟା ଏରିଆରେ ଆମକୁ କାମ କରିବା ପାଇଁ ପଡ଼ିବ ତ ଟେକ୍ନୋଲୋଜି ବି ଚେଞ୍ଜ ହେଇଯାଉଛି ଟେକ୍ନୋଲୋଜି ବି ସଷ୍ଟେନ୍ ହେଉନି ଇମ୍ପ୍ରୁଭମେଣ୍ଟ ହେଇଯାଉଛି ସେମିତି ଆମେ ଯଦି ସଷ୍ଟେନେବଲ୍ ପିପୁଲ୍ ଦେଖିବା ଲୋକ ଯଦି ସେଇ ଜାଗାରେ ହିଁ ରହିବେ ଯଦି ଆଗକୁ ନ ବଢ଼ିବେ ଆଗକୁ ତାଙ୍କର ସ୍କିଲ୍ ଡେଭଲପମେଣ୍ଟ ହେବନି ତାଙ୍କର ଯଦି ଏଫିସିଏନ୍ସି ଡେଭଲପମେଣ୍ଟ ହେବନି ତାଙ୍କର ଯଦି ମାଇଣ୍ଡ ପାୱାର ଡେଭଲପ୍ ହେବନି ତାହେଲେ ସେମାନେ ବି କ'ଣ ତାକୁ କୁହାଯାଏ ଯେ ମାନେ ଆଗେଇ ପାରିବେନି ମାଇଣ୍ଡର ଡିଜେନେରେସନ୍ ହେଇଯିବ ତ ସେଇଥିପାଇଁ ଆମେ ଚାହୁଁଛୁ ଯେ ଯେମିତି AI ଆସିଲା ଲୋକ ବହୁତ କ୍ୱେଶ୍ଚିନ୍ ପଚାରୁଛନ୍ତି ଯେ AI ଆମକୁ ରିପ୍ଲେସ୍ କରିଦେବ କି ନୋ AI ରିପ୍ଲେସ୍ କରିବ ନାହିଁ କାହିଁକି ଆମେ ଯେତେବେଳେ କମ୍ପ୍ୟୁଟର ଆସିଥିଲା ସେତେବେଳେ ବି ଆମେ ଭାବୁଥିଲୁ ଯେ କମ୍ପ୍ୟୁଟର ବୋଧେ ଆମ କାମ ନେଇଯିବ ବଟ୍ ଦିସ୍ ଇଜ୍ ହେଲ୍ପିଂ ୟୁ ଟୁ ଡୁ ଏ ମଚ୍ ବେଟର୍ ଜବ୍ ଏବଂ ଯେମିତି ଆମେ ରୁଟିନ୍ କାମ AI କରିବ କିନ୍ତୁ ଆଉ ସବୁ କାମ ଗୁଡ଼ାକ ଆଉ AI କରିପାରିବନି ଆମେ ଯେଉଁ ରିଲେସନସିପ୍ ବିଲ୍ଡ କରିବା ଆମେ ଯେଉଁଭଳି ଭାବରେ ଲୋକଙ୍କ ସାଙ୍ଗରେ ଇମୋସନାଲ୍ କନେକ୍ଟ ରଖିବା ତାଙ୍କୁ ମୋଟିଭେଟ୍ କରିବା ଇନ୍ସପାୟାର କରିବା ଏସବୁ ଜିନିଷ ଗୁଡ଼ାକ AIର କାମ ନୁହେଁ AI is a very good tool which will help us in making people further develop କିନ୍ତୁ ଆମର ଉଦ୍ଦେଶ୍ୟ ହେଉଛି ଯେ ଲୋକଙ୍କୁ କେଉଁଭଳି ଭାବରେ କରିବା AIରେ କିଛିଟା କାମ ଚାଲିଯିବ କିଛିଟା କାମ ରୁଟିନ୍ କାମ ଚାଲିଯିବ କିନ୍ତୁ ରୁଟିନ୍ କାମ ଯେତେବେଳେ ଚାଲିଯିବ ଅନ୍ୟମାନଙ୍କୁ ଅନ୍ୟ କାମରେ ବେଶୀ ଶିଖିବା ଦରକାର ଏବଂ ଆମର ଇଣ୍ଟେନସନ୍ ସେୟା ହେଲା ଯେ ଯିଏ ବି ଯେଉଁଭଳିଆ ମେସିନ୍ରେ କାମ କରୁ ତାକୁ ଡେଭଲପ୍ କରିବା କାମ ହେଉଛି ଆମର L&D କେବେ ହେଲେ ଲର୍ଣ୍ଣିଂ ଆଣ୍ଡ ଡେଭଲପମେଣ୍ଟ କେବେ ବି ସେ
ମାନେ ଫରଗନ୍ ହେଇପାରିବ ନାହିଁ, ତାକୁ ବାଇପାସ୍ କରିପାରିବା ନାହିଁ। ତ ଏଇ ଜିନିଷ ହେଉଛି ଆମର ମୁଖ୍ୟ ଉଦ୍ଦେଶ୍ୟ। ସେଇଥିପାଇଁ ଆମେ ଏଇ ତିନିଟା ଡିଫରେଣ୍ଟ ଭର୍ଟିକାଲରେ କାମ କରୁଛୁ, ସଷ୍ଟେନେବଲ୍ ଟେକ୍ନୋଲୋଜି, ସଷ୍ଟେନେବଲ୍ ପିପୁଲ୍ ଏବଂ ସଷ୍ଟେନେବଲ୍ ଗଭର୍ଣ୍ଣାନ୍ସ। ତେଣୁ ଇଭେନ୍ ସେ ଜିନିଷରେ ମାନେ ଯେମିତି ESG ଆସିଲାଣି, ଏ ସବୁ ଜିନିଷ ଗୁଡ଼ାକ ୱି ହ୍ୟାଭ୍ ଟୁ ସି ଧୀରେ ଧୀରେ ଆମକୁ ଏସବୁ ଜିନିଷ ଗୁଡ଼ାକ କରିବା ପାଇଁ ପଡ଼ିବ, ଯାହାଥିରେ କି ଟେକ୍ନୋଲୋଜି ଡେଭଲପମେଣ୍ଟ ସହିତ ମଣିଷକୁ ତାଙ୍କର ଏଫିସିଏନ୍ସି, ତାଙ୍କର ସ୍କିଲ୍ ଲେଭେଲ୍ ବି ଡେଭଲପ୍ କରିବା ପାଇଁ ପଡ଼ିବ ଏବଂ ୱି ହ୍ୟାଭ୍ ଟୁ ହ୍ୟାଭ୍ ଏ ମ୍ୟାଚ୍। ଥ୍ୟାଙ୍କ ୟୁ।